ଷୋହଳରୁ ଉଣେଇଶ ନାଇଁ କି 16ରୁ 19 ଦେଇଛି ନା ହୁଡ଼ି ନା ଯୀଶୁ ଏହି 12 ଜଣଙ୍କୁ ନିଯୁକ୍ତ କଲେ ଯଥା ସିମୋନ ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ, ଜେବଦୀଙ୍କ ପୁତ୍ର ଯାକୋବ ଓ ତାଙ୍କ ଭ୍ରାତା ଜୋହନ ଯେଉଁମାନଙ୍କୁ ସେ ବିନେରୀ ଗୋସ୍ ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ, ଆନ୍ଦ୍ରିୟ, ଫିଲିପ, ବାର୍ଥୋଲୋମି, ମାଥ୍ୟୁ, ତୋମା, ଆଲଫୀଙ୍କ ପୁତ୍ର ଯାକୋବ, ତଦ୍ଦେୟ, କିଣାନ, ମାନେ ଅନ୍ୟ ପୁସ୍ତକରେ ଯାକୋବ ରିଣ୍ଡି ଉଲ୍ଲେଖ ହେଇନେ, ତେଣୁ ଇଏ ସେ ଯାଉନା କାହିଁକି ଯେତେବେଳେ ଏହା ଆସିଛି ଦେଖନ୍ତୁ ତଦ୍ଦେୟ, କିଣାନ, ସିମୋନ ଆଉ ଇସ୍କାରିଓତ ଜିହୁଦା 1, ସିମୋନ 2, ତଦ୍ଦେୟ 3, ଯାକୋବ 4, ତୋମା 5, ମାଥ୍ୟୁ 6, ବାର୍ଥୋଲୋମି 7, ଫିଲିପ 8, ଆନ୍ଦ୍ରିୟ 9, ତାପରେ ଇଏ ଜେବଦୀଙ୍କ ପୁତ୍ର ତାପରେ ସିମୋନ ପିତର ଜଣେ ଆଉ ଉଦ୍యోଗୀ ସିମୋନ ଜଣେ ନାଇଁ କି ଏହିପରି ଭାବରେ 12 ଗାଣ୍ଡି ଇଏ ଠିକ ଆଉ ମନେଟି ଧରି 10 ମାଥ୍ୟୁ 10 ପର୍ବ ତାର 2ରୁ 4, ମାର୍କ 3 16ରୁ 19 ଆଉ ଲୁକା 6 ପର୍ବ 14ରୁ 16 ହେଲା। ଆଉ ଯୋହନ ସୁସମାଚାରରେ ତ ଆଉ ଯୀଶୁଖ୍ରୀଷ୍ଟ ଯେମିତି ତାను ଦାହା ନାହିଁ କି ଆଚ୍ଛା ନାହିଁ କି ଆଉ ଶିଷ୍ୟମାନେ ମନୋନୀତ କରିଛନ୍ତି ସେମିତି ସେ ବିଷୟରେ ଲେଖା ହେଲା। କାରଣ ଯେତେବେଳେ ଫାଷ୍ଟ ଇନ୍ଦାରି ଉଠୁଛନ୍ତି ତାପରେ ଇନ୍ଦାରି ଉଠୁଛନ୍ତି ଯେମିତି ଆଉ ମାନେ ଆଚେସ୍ ନା କିଛି ତ୍ରେଦେଶ ନା କିଛି ଶିଷ୍ୟମାନେ ମନୋନୀତ କରିଛନ୍ତି ଠିକ୍ ସେମିତି ସେ ବିଷୟରେ ଆଉ ସୁସମାଚାର ଯୋହନ ଲେଖକ ସେମିତି ଭାବରେ ଲେଖାକି ଆଣିଛି ୟାରେ ଏମିତି ପୁସ୍ତକରେ ଲେଖା ଆମେ ଏହାତି ପାଠ ଏଇ ପ୍ରକାର ଭାବରେ କାରଣ ଯେମିତି ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଉପବାସ ପରେ ତାର ଇନ୍ଦାରି ଘଟିଛନ୍ତି ଯେମିତି ଠିକ୍ ସେମିତି ସେଇ ପ୍ରକାର ଭାବରେ ଆଉ ଶିଷ୍ୟ ଜଣ ସେମିତି ଲେଖାକି ଆଣିଲେ ଆଉ ପ୍ରଭୁଙ୍କର ଆଉ ବାକ୍ୟରୁ ଯେ ପ୍ରକାର ମାର ବ୍ରାହ୍ମଣ ପ୍ରତ୍ୟେକ ଖ୍ରୀଷ୍ଟ ପରିବାର ଖ୍ରୀଷ୍ଟ ବିଶ୍ୱାସୀ ବ୍ରାହ୍ମଣ ଆବଶ୍ୟକ ଯେହେତୁ ଏସବୁ ପୁଞ୍ଜା ଅଛି ଏହା ସବୁ ମାକୁଳ ଲକ୍ଷ୍ୟ ଯଦି ରହନ୍ତି ଆଉ ବେଞ୍ଜାଣି ଯେ ଅନ୍ୟ ମଣ୍ଡଳୀ କିମ୍ବା ଅନ୍ୟ ଯେକୌଣସି ହଉ ନା କାହିଁକି ଆଉ ଯଦି ମାରୁନି ଯେ ଖ୍ରୀଷ୍ଟଙ୍କର 12 ଶିଷ୍ୟ ପାର୍କା ପୁନାସୁ ଆଉ ଖ୍ରୀଷ୍ଟଙ୍କର 12 ଶିଷ୍ୟ କେଉଁ ପୁସ୍ତକରେ କେଉଁ ପଦରେ ଲେଖା ନେ ସବୁ ପୁନାସୁ ଆଉ ମାରୁ ତେବେ ଖ୍ରୀଷ୍ଟିଆନ ନାକି ଲାଭ ଠିକ୍ ସେମିତି ସେଇ ପ୍ରକାରରେ ନା ବିଶେଷ ଅନୁରୋଧ ଯେ ମାରୁ ପ୍ରତ୍ୟେକ ଗତ ସପ୍ତାହରେ କିନ୍ତୁ ଏସ୍ପିଜାତରେ ପ୍ରତ୍ୟେକ ପୁଅ ଝିଅ ଯେକୌଣସି ହଉନା କାହିଁକି ଯଦିଓ ବାଇବେଲ ପଢ଼ିଆନ୍ତି କି